ସାଙ୍ଗମାନେ, ଆପଣ ବେଳେବେଳେ ଦେଖିଥିବେ ଯେ ଆପଣ ଭଲ କାମ କରନ୍ତୁ କିମ୍ବା ଖରାପ କାମ କରନ୍ତୁ, କିନ୍ତୁ ଯେତେବେଳେ ଖରାପ କାମ କରୁଥିବା ବ୍ୟକ୍ତିଟି ହିଁ ଦିନେ ସଫଳ ହୋଇଥାଏ, ଆଉ ଭଲ କାମ କରୁଥିବା ବ୍ୟକ୍ତି କେବେ ମଧ୍ୟ ସଫଳ ହୋଇପାରେ ନାହିଁ। ବରଂ ଯେଉଁ ବ୍ୟକ୍ତି ଖରାପ କାମ କରୁଥାଏ, ଦୁନିଆ ତାକୁ ମୁଣ୍ଡ ଉପରେ ବସାଇବାକୁ ଲାଗିବ। ତେଣୁ ଏହି ଦୁନିଆରେ ଭଲ ହେବା ଅପେକ୍ଷା ଟିକିଏ ଖରାପ ହେବା ନିହାତି ଜରୁରୀ ଅଟେ। ନଚେତ୍ ଏପରି ଏକ ଦିନେ ଆସିବ, ତୁମେ ବି ସେହି ଦୁନିଆ ଉପରେ ହାର ମାନିଯିବ। ତେଣୁ ଏପରି କାମ କରନ୍ତୁ ଯାହାଫଳରେ ଆପଣଙ୍କର ମୁଣ୍ଡ ଉପରକୁ ଉଠିବାକୁ ଲାଗିବ, ଆଉ ଦୁନିଆ ଦିନେ ନା ଦିନେ ତୁମକୁ ବି ମୁଣ୍ଡ ଉପରେ ବସାଇବାକୁ ଲାଗିବ। ଚାଣକ୍ୟ କୁହନ୍ତି ଯେ ଏହି ଦୁନିଆରେ ଯଦି ଭଲ ହେବାକୁ ଚାହୁଁଛ, ତାହେଲେ ଭଲ ନୀତି ଆଉ ଭଲ ବ୍ୟବହାର ଦ୍ୱାରା ନିଜ କର୍ମକୁ ସାଧାରଣ କରିବା ଜରୁରୀ ଅଟେ। ନଚେତ୍ ଏମିତି ବି ଦିନ ଆସିବ, ଆପଣଙ୍କୁ ଏହି ଦୁନିଆ ଚୂର୍ଣ୍ଣ କରିବାକୁ ଲାଗିବ। ତେଣୁ ଭଲ କାମ ସହିତ କିଛି ବି ଖରାପ କାମ କରନ୍ତୁ, ଯାହାଫଳରେ ଆପଣଙ୍କର ସେହି ଖରାପ କାମ ପାଇଁ ହୁଏତ ଆପଣଙ୍କୁ ମଧ୍ୟ ଦୁନିଆ କିଛି ବି ମୁଣ୍ଡ ଉପରେ ବସାଇପାରେ। ତେଣୁ ଭଲ କାମ କରନ୍ତୁ ଆଉ ନିଜେ ଆଗକୁ ମଧ୍ୟ ବଢ଼ନ୍ତୁ। ତ ସାଙ୍ଗମାନେ, ଏହି ଭିଡ଼ିଓର ଟପିକଟି ହେଉଛି ଖରାପ ହୁଅ, ତାପରେ ହିଁ ସଫଳତା ପାଇପାରିବ। ତ ଚାଲନ୍ତୁ ଆଉ ଡେରି ନକରି ଏହି ଟପିକ ବିଷୟରେ କିଛି ଆଲୋଚନା କରିବା। ଆଉ ଭିଡ଼ିଓଟିକୁ ଶେଷ ଯାଏଁ ମଧ୍ୟ ନିଶ୍ଚୟ ଦେଖନ୍ତୁ। ଆଉ ଯଦି ଭଲ ଲାଗିଲା ତେବେ ନିହାତି ଭାବରେ କମେଣ୍ଟରେ ଜଣାନ୍ତୁ, ଆଉ ବହୁତ ସାରା ଭଲ ପାଇବା ମଧ୍ୟ ଦିଅନ୍ତୁ। ଚାଣକ୍ୟ ସବୁବେଳେ କୁହନ୍ତି ଯେ ତୁମ ଉପରେ ଯଦି ଲୋକମାନେ ଖୁସି ଅଛନ୍ତି, ତେବେ ତୁମେ କେଉଁଠି ନା କେଉଁଠି ବିଶ୍ୱାସଘାତକତା କରିଛ, ଆଉ ବହୁତ ସାରା ଭଲ ପାଇବା ମଧ୍ୟ ପାଇଛ, ଯାହାଫଳରେ ଲୋକମାନେ ତୁମକୁ ଭୁଲିବା ପାଇଁ ବହୁତ ଚେଷ୍ଟା ମଧ୍ୟ କରୁନାହାନ୍ତି। କାରଣ ଏହି ଦୁନିଆରେ କହିବାକୁ ଗଲେ ଲୋକମାନେ ଅଧିକରୁ ଅଧିକ ଖରାପ ଲୋକକୁ ହିଁ ଭଲ ପାଇଥାନ୍ତି, କିନ୍ତୁ ଭଲ ଲୋକଙ୍କୁ କେହି ବି ଭଲ ପାଆନ୍ତି ନାହିଁ। ଏହି ଦୁନିଆ ହିଁ ସ୍ୱାର୍ଥପର। ତେଣୁ ସାଙ୍ଗମାନେ, ଆପଣ ଯଦି କେଉଁ ଲୋକ ଉପରେ ବିଶ୍ୱାସ ରଖୁଛନ୍ତି, ତେବେ ସେହି ବିଶ୍ୱାସ କରିବା ଆମର ଭୁଲ ହୋଇଥାଏ। କାରଣ ଆମେ ଯଦି ସେହି ଲୋକ ଉପରେ ବିଶ୍ୱାସ କରିନେବା, ତେବେ ତା'ର ହୃଦୟରେ ଥିବା ବିଷ କେବେ ନା କେବେ ସେ ଆମକୁ ଦେଖାଇ ଦେଇଥାଏ। ତେଣୁ କେଉଁ ଲୋକ ଉପରେ ବିଶ୍ୱାସ କରିବା ପୂର୍ବରୁ 100 ଥର ଭାବନ୍ତୁ ଯେ ମୁଁ ତା ଉପରେ ବିଶ୍ୱାସ କରିବି କି ନାହିଁ। ତାହେଲେ ଯାଇ ଆପଣଙ୍କୁ ଏହି ଦୁନିଆ ଗୋଟିଏ ସଚ୍ଚୋଟ ମଣିଷ ଭାବରେ ଗଢ଼ି ତୋଳିବ, ଆଉ ମୁଣ୍ଡ ଉପରେ ମଧ୍ୟ ବସାଇବାକୁ ଲାଗିବ। ତେଣୁ ଦୁନିଆରେ ଏପରି କାମ କରନ୍ତୁ ଯାହାଫଳରେ ଲୋକମାନେ ତୁମକୁ ବହୁତ ସାରା ଭଲ ପାଇବେ, ଆଉ ବହୁତ ଆନନ୍ଦ ମଧ୍ୟ ଦେବେ। କହିବାକୁ ଲାଗିବେ, ଲୋକଟି ବହୁତ ଭଲ। ବିଜୟ ତ ଆମ ପାଖକୁ ସେତେବେଳେ ଆସିଥାଏ ଯେତେବେଳେ ଆମେ ଏକ ଭୟକୁ ଖାତିର ନକରି ସେହି କାମରେ ଆମେ ଅଗ୍ରସର ହୋଇଥାଉ। ଆଉ ଗୋଟିଏ କଥା ମନେ ରଖନ୍ତୁ ସାଙ୍ଗମାନେ, ଯଦି ଆପଣ କୌଣସି କାମ କରିବାକୁ ଯାଉଛନ୍ତି, ତେବେ ସେହି କାମରେ ହସି ହସି ଯାଆନ୍ତୁ, ଆଉ ସେହି କାମକୁ ନିଶ୍ଚୟ ଅଗ୍ରସର ଭାବରେ କରନ୍ତୁ। ଯଦି ସେହି କାମ କରିବା ପୂର୍ବରୁ ଆପଣ ଯଦି ଭାବିନେବେ ଯେ ଏହି କାମଟି ମୋ ଦ୍ୱାରା ହୋଇପାରିବ ନାହିଁ, ତ ମୁଁ ଏହି କାମ କରିପାରିବି ନାହିଁ, ତେବେ ଆପଣ କେବେ ମଧ୍ୟ ସଫଳତାର ହାସିଲ ପାଇପାରିବେ ନାହିଁ। ତେଣୁ ସବୁଦିନେ ଚେଷ୍ଟା କରନ୍ତୁ
ଯେକୌଣସି ବିପତ୍ତି ବା ଯେକୌଣସି କାମ ଆସୁନା କାହିଁକି ସେହି କାମକୁ ନିଜେ ନିଜେ ଅଗ୍ରସର ହେବା। ଆଉ ସେହି କାମକୁ ଆମେ ଯଦି ଖାତିର ନ କରି ନିଜେ ବସି ରହିବା, ତେବେ ଆମେ ନିଜକୁ ନିଜେ ହିଁ ଗର୍ବ ବୋଲି ଅନୁଭବ କରିବା। ଆଉ ସେହି କାମ ଯେଉଁ ଲୋକ କରେ ସେହି ଲୋକ ପୁରା କୋଟିପତି ହୋଇଯାଏ। ତେଣୁ ଗୋଟିଏ କଥା ମନେ ରଖନ୍ତୁ ସାଙ୍ଗମାନେ, ଆପଣ ସେହି କାମ କରନ୍ତୁ। ଆଉ ସେହି କାମରେ ଲୋକମାନେ ଯାହା କହୁଛନ୍ତି କୁହନ୍ତୁ। ଦେଖିବେ ଆପଣଙ୍କୁ ସେହି କାମ ଦିନେ ନା ଦିନେ ଏମିତି ଜାଗାରେ ଛିଡ଼ା କରିଦେବ ଯେ ଆପଣ ଭାବି ହିଁ ନଥିବେ ଯେ ମୁଁ କେଉଁଠି ଥିଲି ଆଉ କେଉଁଠିକୁ ଆସିଲି। ତ ଲୋକଙ୍କ କଥା ଉପରେ କେବେ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ, କାରଣ ଏହି ଦୁନିଆରେ ଲୋକମାନଙ୍କର ହୃଦୟରେ ଖାଲି ବିଷ ହିଁ ବିଷ ଭରି ରହିଥାଏ। ଆଉ ବାହାରେ କିଛି ମିଛ ଭଲ ପାଇବା ହିଁ ଥାଏ। ତେଣୁ ଲୋକଙ୍କ ଉପରେ ଭରସା ନ କରି ନିଜ କର୍ମ ନିଜେ କରି ଚାଲନ୍ତୁ। ଦେଖିବ ଦିନେ ନା ଦିନେ ଏହି ଦୁନିଆ ତୁମକୁ ବି ମୁଣ୍ଡ ଉପରେ ବସାଇବ। ଆଉ ଖରାପ ହୁଅ ସାଙ୍ଗମାନେ, ଖରାପ ହେବା ଏକ ଭୁଲ ଅଟେ। ମୁଁ କାହିଁକି କହୁଛି ଯେ ଖରାପ ହୁଅ? ଖରାପ ହେଲେ ବି ଦୁନିଆ ତୁମକୁ ମୁଣ୍ଡ ଉପରେ ବସାଇ ପାରିବ। କାରଣ ଏହି ଦୁନିଆ ହିଁ ଏମିତି। ଯଦି ତୁମେ ଖରାପ ହେଇଯାଅ ଆଉ କୌଣସି ଭଲ ଲୋକ ସେ ପାଠ ପଢ଼ି ଏକ ଭଲ ମଣିଷ ହେବ, ତ ଏହି ଦୁଇ ଜଣଙ୍କ ଭିତରେ ଫରକ ଏତିକି ଯେ ସେହି ଖରାପ ବ୍ୟକ୍ତିଟି ପାଠ ପଢ଼ିନଥାଏ ଆଉ ଭଲ ଲୋକଟି ପାଠ ପଢ଼ିଥାଏ। ତ ସେହି ଖରାପ ଲୋକଟି ଦୁନିଆରେ ବା ସମାଜରେ ବହୁତ କିଛି କରିଥାଏ। ଆଉ ଭଲ ଲୋକଟି ସେ ତ ଗରିବ ହୋଇଥାଏ, ସେ କିଛି ବି କରିପାରେ ନାହିଁ ଦୁନିଆକୁ। ସେଥିପାଇଁ ଖାସ୍ କରି ଭଲ ହେବା ସହିତ ଖରାପ ମଧ୍ୟ ହୁଅନ୍ତୁ। ଯାହାଫଳରେ ଏମିତି ବି ସମୟରେ ଆପଣଙ୍କୁ ଖରାପ ଲୋକ ହିଁ ସାଥ ଦେବ, ଆଉ ଭଲ ଲୋକ କେବେ ବି ମଧ୍ୟ ସାଥ ଦେବେ ନାହିଁ। କହିବାକୁ ଗଲେ ଦୁନିଆ ହିଁ ସ୍ୱାର୍ଥପର ଅଟେ। ଯଦି ତୁମେ ଆଜି କୌଣସି ଲୋକଙ୍କୁ ସାହାଯ୍ୟ କର, ସେ କାଲିକି ହୁଏତ ସାହାଯ୍ୟ କରିନପାରେ। ତେଣୁ ସାହାଯ୍ୟ କରିବା ପୂର୍ବରୁ ମଧ୍ୟ 100 ଥର ଭାବି ରଖନ୍ତୁ ଯେ ମୁଁ ତାକୁ କରିବି କି ନାହିଁ। କହିବାକୁ ଗଲେ କୁକୁରକୁ ବିଶ୍ୱାସ କରିବା ଉଚିତ ଅଟେ। କାରଣ ଗୋଟିଏ ଏକ୍ଜାମ୍ପଲ୍ ବା ଗୋଟିଏ ଉଦାହରଣ ଦେଉଛି, ଯଦି ଗୋଟିଏ କୁକୁରକୁ ଆପଣ ଗୋଟିଏ ପାଉଁରୁଟି ବା 2ଟି ପାଉଁରୁଟି ଦେବେ, ଡେଲି ଦେବେ, ତେବେ ସେହି କୁକୁର କାଲି ମଧ୍ୟ ଆସିବ, ତୁମ ପଛରେ ଲାଗିବ। ଦୁନିଆରେ 2 ଗୋଡ଼ଙ୍କୁ ବିଶ୍ୱାସ କରିବ ନାହିଁ, 4 ଗୋଡ଼ଙ୍କୁ ହୁଏତ ବିଶ୍ୱାସ କରିବ। କାରଣ ଦୁନିଆ ବହୁତ ସ୍ୱାର୍ଥପର ଅଟେ। ଆଉ ଗୋଟିଏ କଥା ସାଙ୍ଗମାନେ, ଯେ ଆପଣ କେତେବେଳେ ସଫଳତା ପାଇପାରିବେ, ତ ଏହି ଗୋଟିଏ କୋଶ୍ଚିନ୍ ଆପଣଙ୍କ ମୁଣ୍ଡରେ ବା ଆପଣଙ୍କ ମାଇଣ୍ଡରେ ବହୁତ ଘୁରି ବୁଲୁଥିବ। ତ କେତେବେଳେ ଆପଣ ସଫଳତା ପାଇପାରିବେ ବା କେତେବେଳେ ସଫଳତାର ଚାବିକାଠି ଆପଣ ଆଣିଦେଇପାରିବେ, ତାହାର ବି ଆନ୍ସର୍ ମୁଁ ଏହି ଭିଡ଼ିଓରେ କହିଦେଉଛି। ଯେ ସଫଳତା ଆପଣ କେବେ ପାଇବେ? ଯଦି ମନ ଧ୍ୟାନ ଦେଇ ପାଠ ପଢ଼ିବେ ଆଉ ନିଜର କ୍ୟାରିୟରକୁ ନେଇ ସବୁଦିନ ପାଇଁ ନିଜେ ପାଠରେ ଧ୍ୟାନ ଦେବେ ଆଉ ବହୁତ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବେ, ଯାହାଫଳରେ ଭଗବାନ ମଧ୍ୟ ଖୁସି ହୁଅନ୍ତି। ଆଉ ରନିଂ ବା ଏମିତିକି ଯେକୌଣସି ବ୍ୟାୟାମ ମଧ୍ୟ କରିବା ଉଚିତ। ଏହା କରିବା ଦ୍ୱାରା ଆମର ଶାରୀରିକ ମାନସିକ ଉପରେ ବହୁତ ପ୍ରଭାବ ପଡ଼ିଥାଏ ଆଉ ପାଠ ମଧ୍ୟ ମନେ ରହିଥାଏ। ତେଣୁ ସବୁଦିନ ବ୍ୟାୟାମ କରନ୍ତୁ ଆଉ ଭଲ ପାଠ ପଢ଼ନ୍ତୁ, ଯାହାଫଳରେ ଆପଣ ସଫଳତା ପାଇପାରିବେ। ଆଉ କୌଣସି ଲୋକ ବା ଯିଏ ଖରାପ, ସେହି ବ୍ୟକ୍ତି କେବେ ବି ସଫଳତା ପାଇପାରେ ନାହିଁ। ସେହି ବ୍ୟକ୍ତିର ଘର ସବୁବେଳେ ଅନ୍ଧାର ହୋଇଥାଏ। ସେହି ବ୍ୟକ୍ତି ନିଜେ ତ ଖରାପ ହୋଇଥାଏ, ସେ ଭାବିଥାଏ କି ମୁଁ ଏହି ଦୁନିଆକୁ ଖରାପ କରିଦେବି।
ତ ଏହା କରିବା ଏକ ଭୁଲ ଅଟେ। ତେଣୁ ଏହା କେବେ ମଧ୍ୟ କରନ୍ତୁ ନାହିଁ। ଏହା ଏକ ଆଇନ ଜନିତ ସମସ୍ୟା ଅଟେ। ତ ସାଙ୍ଗମାନେ ସବୁବେଳେ ଭଲ କାମ କରନ୍ତୁ ଆଉ ଅଗ୍ରସର ମଧ୍ୟ ହୁଅନ୍ତୁ। ଆଉ ଆପଣ କିପରି ସକ୍ସେସ୍ ହେଲେ ତାହା ମଧ୍ୟ ଲୋକମାନଙ୍କୁ ଆହ୍ୱାନ ଦିଅନ୍ତୁ। ଏହି ଦୁନିଆରେ ଲୋକମାନେ ଯାହା କହିବା କଥା କୁହନ୍ତୁ। ଆପଣ ଯଦି ସେହି ଲୋକମାନଙ୍କୁ ଆପଣଙ୍କର ସଫଳତା ବିଷୟରେ ବୁଝାଇବେ, ତେବେ ସେମାନେ ବି ଦିନେ ନା ଦିନେ ସଫଳତା ପାଇପାରିବେ ଆଉ ଆପଣଙ୍କୁ ବହୁତ ଖୁସି ବୋଲି ମନେ କରିବେ। ଆଉ ଦୁନିଆ ଯେତେବେଳେ ଜାଣିନେବ ଯେ ତୁମେ ଏକ ଜ୍ଞାନୀ ବ୍ୟକ୍ତି ଅଟେ, ଯେପରିକି ଚାଣକ୍ୟ ମଧ୍ୟ ଜ୍ଞାନୀ ବ୍ୟକ୍ତି ଥିଲେ। ତାଙ୍କୁ ମଧ୍ୟ ଆଜିର ଏହି ଦୁନିଆରେ ବହୁତ ସାରା ଭଲ ପାଇଛନ୍ତି ଆଉ ଏହି ଦୁନିଆ ମଧ୍ୟ ମୁଣ୍ଡ ଉପରେ ବସାଇଛି। ଠିକ୍ ସେହିପରି ତୁମେ ଯଦି ଜଣେ ଜ୍ଞାନୀ ବ୍ୟକ୍ତି ଅଟ, ତେବେ ଏହି ଦୁନିଆ ମଧ୍ୟ ତୁମକୁ ମୁଣ୍ଡ ଉପରେ ବସାଇବ। ତେଣୁ ସବୁବେଳେ ଭଲ କାମ ମଧ୍ୟ କରନ୍ତୁ, ଯାହାଫଳରେ ଆପଣଙ୍କର ସେହି ଭଲ କାମ ଦେଖି ହୁଏତ ଆଉ ଏକ ପିଲା କିଛି ନା କିଛି ଶିଖିପାରିବ। ଆହୁରି ମଧ୍ୟ ଚାଣକ୍ୟ କୁହନ୍ତି ଯେ ଯେଉଁ ବ୍ୟକ୍ତିମାନେ ସମୟର ମୂଲ୍ୟ ବୁଝନ୍ତି ନାହିଁ, ସେମାନେ କେବେ ବି ତାଙ୍କର ଜୀବନରେ ସକ୍ସେସ୍ ହୋଇପାରନ୍ତି ନାହିଁ। କାରଣ ଯଦି ଆପଣ ସମୟର ମୂଲ୍ୟ ବୁଝିବେ, ତେବେ ଯାଇକି ସକ୍ସେସ୍ ହୋଇପାରିବେ। ସମୟ ହେଉଛି ଏପରି ଏକ ଜିନିଷ, ଯଦି ଆମେ ତାକୁ ସମୟ ବା ଧୈର୍ଯ୍ୟର ସହିତ ନିଜକୁ ଆପଣେଇ ନେବା, ତେବେ ସେ ବି ଆମକୁ ଆପଣେଇ ନେବ। ତେଣୁ ସମୟକୁ ଧୈର୍ଯ୍ୟର ସହିତ ମୁକାବିଲା କରିବା ଶିଖନ୍ତୁ, ଯାହାଫଳରେ ସମୟ ବିନା ଆମେ କୌଣସି କାମ ବି କରିପାରିନଥାଉ। ଆମେ ସମୟ ହାତରେ ହିଁ ବନ୍ଧା। ତେଣୁ ସମୟକୁ ସବୁବେଳେ ସତର୍କତାର ସହିତ ନିଅନ୍ତୁ ଆଉ ସମୟକୁ ନିଜର କରି ନିଅନ୍ତୁ। ଆଉ ଗୋଟିଏ କଥା ସାଙ୍ଗମାନେ, ଧୈର୍ଯ୍ୟ। କୌଣସି କାମ କରିବାକୁ ଯାଉଥିଲେ ଧୈର୍ଯ୍ୟର ସହିତ କରନ୍ତୁ। ବିନା ଧୈର୍ଯ୍ୟର ସହିତ କରନ୍ତୁ ନାହିଁ ଯେ ମୁଁ ଏହି କାମଟି କରିପାରିବି ନାହିଁ, ମୋ ଦ୍ୱାରା ହେବ ନାହିଁ। ଏହା ଯଦି ଭାବି ନେବେ, ତେବେ କେବେ ମଧ୍ୟ ସକ୍ସେସ୍ ହୋଇପାରିବେ ନାହିଁ। ତେଣୁ ସବୁବେଳେ ସମୟକୁ ଧ୍ୟାନ ଦେବା ଶିଖନ୍ତୁ, ତାହେଲେ ଯାଇ ଆପଣ ଆଗକୁ ବଢ଼ିପାରିବେ। ତ ସାଙ୍ଗମାନେ, ଆଜିର ଏହି ଟପିକ୍ ଖରାପ ହୁଅ ତାପରେ ସଫଳତା ପାଇପାରିବ। ଆଜିର ଏହି ଟପିକ୍ଟିକୁ ମୁଁ ଏଇଠି ଶେଷ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନେକ୍ସଟ ଭିଡ଼ିଓରେ। ସେତିକି ପର୍ଯ୍ୟନ୍ତ ରହୁଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ହଁ, ଭିଡ଼ିଓଟି ଆପଣଙ୍କୁ ଯଦି ଭଲ ଲାଗିଲା, ତେବେ ନିହାତି ଭାବରେ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ କ୍ଲିକ୍ କରି ରଖନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆଉ ଭିଡ଼ିଓଟିକୁ ବହୁତ ସାରା ଭଲ ପାଇବା ଦିଅନ୍ତୁ। ଯଦି ଭିଡ଼ିଓରେ ମୋର କିଛି ତ୍ରୁଟି ଥାଏ, ତେବେ ମୋତେ କ୍ଷମା କରିଦେବେ ବୋଲି ମୋର ଆଶା। ତେଣୁ ବହୁତ ସାରା ଭଲ ପାଇବା ଦିଅନ୍ତୁ। ଏହି ଭଲ ପାଇବା ପାଇଁ ମୁଁ ଦିନେ ନା ଦିନେ ଉପରକୁ ଉଠିପାରିବି ଆଉ ଆପଣଙ୍କୁ ମଧ୍ୟ ବହୁତ କାଳ୍ପନିକ କାହାଣୀ ମଧ୍ୟ ଦେଇପାରିବି। ତେଣୁ ସପୋର୍ଟ କରନ୍ତୁ ସାଙ୍ଗମାନେ। ଆପଣଙ୍କ ସପୋର୍ଟ ବିନା ମୁଁ କିଛି ବି ନୁହେଁ।